ଆଜ୍ଞା ନମସ୍କାର, ସ୍ୱାଗତମ। ଆମର ଦୁଃଖ ପଡ଼ିଲେ ଆମେ ଦେବତାଙ୍କୁ ଡାକୁଛେ ନା, ଆଉ ଦେବତାଙ୍କୁ ଦୁଃଖ ପଡ଼ିଲେ ସେ ତାଙ୍କ ଗୁରୁଙ୍କୁ ଡାକନ୍ତି। ତାଙ୍କ ଗୁରୁ କିଏ? ଦେବଗୁରୁ ବୃହସ୍ପତି। ସେଇ ଦେବଗୁରୁ ବୃହସ୍ପତିଙ୍କୁ ଆମେ ଡାକିବା ମାନେ ଆମେ ପନିପରିବା କିଣୁଛେ ବ୍ୟବସାୟୀଙ୍କ ଠାରୁ, ସେ ଆଣୁଛନ୍ତି କେଉଁଠୁ? ଚାଷୀଙ୍କଠୁ। ଆମେ ସିଧା ଚାଷୀଠୁ କିଣିବା, ଆମେ ସିଧା କ୍ଷେତ ମୁଣ୍ଡକୁ ଯିବା, ଚାଷୀଙ୍କଠୁ କିଣିବା, ତାହେଲେ ଆମେ ଶସ୍ତାରେ ପାଇବା, ଭଲ ପାଇବା। ସେଇଭଳି ଆମେ ଦେବତାଙ୍କୁ ନ ଡାକି ଯଦି ତାଙ୍କ ଗୁରୁ ବୃହସ୍ପତିଙ୍କୁ ଡାକିବା କ'ଣ ହେବ? ଲାଭ ହେବନି? ହଁ, ହେବ ନା। ଗୁରୁ ପା ଦେବତାନାଂ ଋଷିଣାଂ ଚ ଗୁରୁମ୍। ତାଙ୍କ ସ୍ତୋତ୍ର ହେଉଛି ଦେବତାମାନଙ୍କର ସେ ଗୁରୁ, ଋଷିମାନଙ୍କର ଗୁରୁ। ଋଷି କିଏ? ଆମର ଗୁରୁଜନ ମାନେ ପ୍ରତିନିଧି। ତେଣୁ ସିଏ ଆମ ମଣିଷଙ୍କର ଗୁରୁ ଆଉ ଦେବତାଙ୍କର ଗୁରୁ। ତେଣୁ ଆମେ ଗୁରୁଙ୍କର ଶରଣାପନ୍ନ ହେବା। ସେ ଗୁରୁ ବୃହସ୍ପତି ଏବେ ଅଛନ୍ତି ମିଥୁନରେ, ମାନେ ମିଥୁନର ଜନ୍ମ ପଛକୁ ଯିବା। ବୃଷର ଦ୍ୱିତୀୟ, ମେଷର ତୃତୀୟ, ଏଇ କ୍ରମରେ ଏବେ ଚାଲିଛି ଗାଡ଼ି। ହେଲେ ଆସନ୍ତା ଜୁନ ମାସ 1 ତାରିଖ ରାତି 1:48 ବୃହସ୍ପତି କର୍କଟ ରାଶିକୁ ସଞ୍ଚାର ହେବେ। ସଂଚାର ଧନ୍ୟ ମାନେ ସ୍ଥିର ଭାବରେ ଯାତ୍ରା କରିବେ, ଅସ୍ଥିର ନୁହଁ। ହେଲା, ତେଣୁ ସିଏ ଥିଲେ ମିଥୁନରେ, ଆସିବେ କର୍କଟକୁ। କର୍କଟର ହେବ ଜନ୍ମ। ପଛେଇ ଯିବାକୁ ଏବେ କହିଥିଲି ମୁଁ। କର୍କଟର ଜନ୍ମ, ମିଥୁନର ଦ୍ୱିତୀୟ, ବୃଷର ତୃତୀୟ, ମେଷର ଚତୁର୍ଥ, ମୀନର ପଞ୍ଚମ, କୁମ୍ଭର ଷଷ୍ଠ, ମକରର ସପ୍ତମ, ଧନୁର ଅଷ୍ଟମ, ବିଛାର ନବମ, ତୁଳାର ଦଶମ, କନ୍ୟାର ଏକାଦଶ, ସିଂହର ଦ୍ୱାଦଶ। ମାନେ ସିଂହ ଦ୍ୱାଦଶ ଫଳ ପାଇବେ। କ'ଣ ବୁଝିବ ତ? ଆମେ ଏ ବିଷୟରେ ଗଣନା କରିବା ପୂର୍ବରୁ ଦେଖିବା ଆମ ଜାତକରେ ବୃହସ୍ପତି କେଉଁଠି ଅଛନ୍ତି। 1, 2ରେ ସେ କେଉଁ ଘରର ମାଲିକ। 3ରେ ସେ ଲଗ୍ନ, ଚତୁର୍ଥ, ସପ୍ତମ, ଦଶମ ଘରର ମାଲିକ ନୁହନ୍ତି ତ? ମାନେ ଏଇ 4 ଘରକୁ କେନ୍ଦ୍ର କୁହାଯାଏ। ଯଦି ବୃହସ୍ପତି କେନ୍ଦ୍ରାଧିପତି ଅପରାଧରେ ଅପରାଧୀ, ଦୋଷୀ, ତେବେ ତାଙ୍କ ତରଫରୁ କିଛି ଭଲ ଫଳ ଆଶା କରାଯାଏନି, ବରଂ ସେ କିଛି ଅମଙ୍ଗଳ କରିଥାନ୍ତି। ଆଗେ ଆମ ଜାତକ ଦେଖିବା, ତାପରେ ସେ କେଉଁ ଘରେ ଅଛନ୍ତି, ସେ ଘର ପାଖରୁ କର୍କଟ ଡିଷ୍ଟାନ୍ସ କେତେ, ତା ବିଚାର କରିବା। ଏବେ ଅଛନ୍ତି କର୍କଟକୁ ଆସିବେ ଜୁନରେ। ଇଏ ସ୍ଥିତି ସେ ସ୍ଥିତି ତାକୁ ମିଶେଇବା, 2ରେ ହରିବା, ତାପରେ ଯାଇ ଗଣନା ଆରମ୍ଭ କରିବା। ଏ ବିଷୟରେ ଆମେ ଆଜି ଆସନ୍ତାକାଲି ଆଉ ଟିକେ ଆଲୋଚନା କରିବା। ଆଜି ପାଇଁ ଏତିକି। ନମସ୍କାର, ରହିଲି।